କାହାଣୀ ପାଣ୍ଡୁଲିପିର ଉଦ୍ଧାର। ବିଠୋବାଙ୍କ ପରମ ଭକ୍ତ ତୁକାରାମଙ୍କୁ ସମସ୍ତେ ଏପରିକି ବ୍ରାହ୍ମଣମାନେ ବି ପାଦ ଛୁଇଁ ପ୍ରଣାମ କରୁଥିଲେ। ଏକଥା ଜଣେ ବ୍ରାହ୍ମଣ ରାମେଶ୍ୱର ଭଟ୍ଟଙ୍କ ଦେହରେ ଗଲା ନାହିଁ। ତେଣୁ ତୁକାରାମଙ୍କ ବିରୁଦ୍ଧରେ ସେ ବ୍ରାହ୍ମଣ ସମାଜକୁ ଉସ୍କାଇ କହିଲେ, ତୁକା ଅଭଙ୍ଗ ଗୁଡ଼ିକ ଦେବଭାଷା ସଂସ୍କୃତରେ ନ ଲେଖି ମରାଠୀରେ ଲେଖୁଛି। ଶୂଦ୍ର ତୁକା ନିଜର ପାଦ ଧୂଳି ବ୍ରାହ୍ମଣମାନଙ୍କୁ ଦେଇ ବଡ଼ ଅନର୍ଥ କରୁଛି। ଏହା ଶୁଣି ଅନେକ ରକ୍ଷଣଶୀଳ ବ୍ରାହ୍ମଣ ଓ ଜମିଦାର ତୁକାଙ୍କୁ ଗାଁରୁ ତଡ଼ିଦେବାକୁ ଯୋଜନା କଲେ। ବ୍ରାହ୍ମଣ ରାମେଶ୍ୱର ଭଟ୍ଟଙ୍କର ଏପରି ଯୋଜନାକୁ ତୁକାରାମ ଜାଣିପାରି ଏକୁଟିଆ ତାଙ୍କ ଘରକୁ ଗଲେ। ତାଙ୍କୁ ଭୂମିଷ୍ଠ ପ୍ରଣାମ କରି କହିଲେ, ଅନ୍ୟମାନଙ୍କଠାରୁ ଶୁଣିଛି ଆପଣ ମୋ ଉପରେ ରାଗିଛନ୍ତି। ଆପଣ ଦୟାକରି ମୋତେ କେବେ ବି ପାଦରେ ଠେଲି ଦିଅନ୍ତୁ ନାହିଁ। ଆପଣ ଯାହା କହିବେ ମୁଁ ନିଶ୍ଚୟ ତାହା ପାଳନ କରିବି। ଏହା ଶୁଣି ରାଗିଯାଇ ଭଟ୍ଟ କହିଲେ, ତୁ ତୋର ପାଦ ଧୂଳି ବ୍ରାହ୍ମଣମାନଙ୍କୁ ଦେବା ଉପଦେଶ ଓ ଭଜନ ଅଭଙ୍ଗ ମାଧ୍ୟମରେ ସନାତନ ଧର୍ମକୁ ବିକୃତ କରିବା ମସ୍ତ ବଡ଼ ଅପରାଧ। ତେଣୁ ତୁ ତୋର ସମସ୍ତ ଲିଖିତ ଅଭଙ୍ଗ ଭଜନର ପାଣ୍ଡୁଲିପିକୁ ଇନ୍ଦ୍ରାଣୀ ନଦୀରେ ବିସର୍ଜନ କରିଦେ। ତୁକାରାମ ଚମକି ପଡ଼ିଲେ। ପ୍ରାଣଠାରୁ ପ୍ରିୟ ଅଭଙ୍ଗ ଭଜନ ଗୁଡ଼ିକୁ କେମିତି ବିସର୍ଜନ କରିବେ? କିନ୍ତୁ ସେ ତ କଥା ଦେଇଛନ୍ତି ଯେ ଆପଣ ଯାହା କହିବେ ମୁଁ ପାଳନ କରିବି। ତେଣୁ ବାଧ୍ୟ ହୋଇ ଅନିଚ୍ଛା ସତ୍ତ୍ୱେ ସେ ସମସ୍ତ ଅଭଙ୍ଗର ପାଣ୍ଡୁଲିପିକୁ ନେଇ ଇନ୍ଦ୍ରାଣୀ ନଦୀରେ ବିସର୍ଜନ କରିଦେଲେ। ବିସର୍ଜନ ସିନା କରିଦେଲେ, କିନ୍ତୁ ଦୁଃଖରେ ତାଙ୍କ ହୃଦୟ ବିଦୀର୍ଣ୍ଣ ହୋଇଗଲା। ଭଗବାନ ବିଠୋବାଙ୍କୁ ପ୍ରାର୍ଥନା କରି କହିଲେ, ହେ ପ୍ରଭୁ, ଏ ଅଭଙ୍ଗ ଭଜନ ଗୁଡ଼ିକ ମୋ ମାଧ୍ୟମରେ ଆପଣ ହିଁ ଲେଖିଥିଲେ। ଏସବୁ ଆପଣଙ୍କ ଧନ। ଏବେ ଆପଣଙ୍କ ଧନକୁ ଆପଣ ଉଦ୍ଧାର କରନ୍ତୁ। ଦୀର୍ଘ 13 ଦିନ ଧରି ଅଖିଆ ଅପିଆ ତୁକାରାମ ବିକଳରେ କାନ୍ଦୁଥାନ୍ତି ଓ ହୃଦୟରେ ପ୍ରାର୍ଥନା କରୁଥାନ୍ତି। ଶେଷରେ ଆକୁଳ ପ୍ରାର୍ଥନା ବିଠୋବା ଶୁଣିଲେ। ଦେହୁର ଜଣେ ବିଶିଷ୍ଟ ଭକ୍ତକୁ ସ୍ୱପ୍ନରେ ଦର୍ଶନ ଦେଇ କହିଲେ, ତୁକାର ସମସ୍ତ ପାଣ୍ଡୁଲିପି ଇନ୍ଦ୍ରାଣୀ ନଦୀରେ ଏବେ ସୁରକ୍ଷିତ ଅଛି। ଯାଅ, ତୁମେ ସେସବୁକୁ ସଂଗ୍ରହ କର। ସ୍ୱପ୍ନ ଅନୁସାରେ ଶହ ଶହ ଜନତାଙ୍କ ଉପସ୍ଥିତିରେ ଇନ୍ଦ୍ରାଣୀ ନଦୀରୁ ଅଭଙ୍ଗ ଭଜନ ପାଣ୍ଡୁଲିପି ଗୁଡ଼ିକ ଉଦ୍ଧାର କରାଗଲା। ବଡ଼ ଆଶ୍ଚର୍ଯ୍ୟର କଥା, ଦୀର୍ଘ 13 ଦିନ ଧରି ଅଭଙ୍ଗର ପାଣ୍ଡୁଲିପି ଇନ୍ଦ୍ରାଣୀ ନଦୀ ଗର୍ଭରେ ଥାଇ ମଧ୍ୟ ବିକୃତ କିମ୍ବା ବିଲୀନ ହୋଇନଥିଲା।